ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ହିନ୍ଦୋଳ ବ୍ଲକ ବିଜୁ ସଭାଗୃହଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ 77ଟି ଅଭିଯୋଗ ଶୁଣାଣିରୁ ବ୍ୟକ୍ତିଗତ 63ଟି ଓ ଗ୍ରାମୀଣ 10ଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ 3, ରେଡକ୍ରସ ଗୋଟିଏ ଅଭିଯୋଗ ଥିବାବେଳେ ତୁରନ୍ତ 15ଟି ସମସ୍ୟା ସମାଧାନ ହୋଇଥିଲା ଏବଂ ଅନ୍ୟ ଅଭିଯୋଗଗୁଡ଼ିକ ବିଚାରକୁ ନିଆଯାଇଥିବା ପ୍ରଶାସନ ପକ୍ଷରୁ ସୂତ୍ରରୁ ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ସେଠୀ, ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନାକର, ହିନ୍ଦୋଳ ଏସଡିପିଓ ସତ୍ୟକୁମାର ନନ୍ଦ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପଜିଲ୍ଲାପାଳ ପ୍ରଭାସ ବେଉରା, ତହସିଲଦାର ଦିଲ୍ଲୀପ ସେଠୀ, ବିଡିଓ କଲ୍ୟାଣ ସ୍ୱରୂପ ଦାସ, ଉପଖଣ୍ଡ ଚିକିତ୍ସା ଅଧିକାରୀ ସୁଧାଂଶୁ ମିଶ୍ରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ। ତେବେ ଏହି ଶିବିରରେ ବ୍ଲକ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ପାଇଁ କୌଣସି ବସିବା ବ୍ୟବସ୍ଥା ସହ ପାନୀୟ ଜଳ ବ୍ୟବସ୍ଥା ହୋଇନଥିବାରୁ ଦୂରଦୂରାନ୍ତରୁ ଆସିଥିବା ଅଭିଯୋଗକାରୀମାନେ ଭୀଷଣ ଖରାରେ ଡହଳ ବିକଳ ହେଉଥିବା ଭଳି ଅବ୍ୟବସ୍ଥା ପାଇଁ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।